नुआपड़ा जिला सीनापाली ब्लॉक सदर कापसीरू बरगाँ जिबा रास्ता अंधारीबरी पाखरे एक सड़क दुर्घटना घटी। ଏହି ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଚଚରାଭଟା ଗ୍ରାମର ବାପା ଆତ୍ମରାମ ତାଣ୍ଡି ବୟସ 60 ଓ ପୁଙ୍ଗ ଲିଙ୍ଗରାଜ ତାଣ୍ଡି ବୟସ 25 ବୋଲି ଜଣାପଡ଼ିଥିବା ବେଳେ ଝିଅ ବେଲମତି ତାଣ୍ଡି ବୟସ 30 ଗୁରୁତର ଅଛନ୍ତି। ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମକୁ କୌଣସି କାରଣରୁ ଯାଇ ଫେରୁଥିବା ବେଳେ ସିନାପଲ୍ଲୀ ପଟୁ ଏକ କାର ଯାଇ ଧକ୍କା ଦେଇଥିଲା, ଯାହାଫଳରେ ବାପ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଅଛନ୍ତି। ଏ ଘଟଣା ପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। 4 ଚକିଆ ଗାଡ଼ି ସିନାପାଲିର ବୋଲି ଜଣାପଡ଼ିଛି। ଗୁରୁତର ଝିଅକୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ଏନେଇ ଅଧିକ ସୂଚନା ମିଳିନାହିଁ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, जनता एक्सप्रेस।